ସତୀଦାହ ପ୍ରଥା। ସତୀଦାହ ପ୍ରଥା ଆମ ସମାଜରେ ଏକ କ୍ରୂର ଏବଂ ଖରାପ ସଂସ୍କୃତି ଥିଲା। ଶିକ୍ଷାର ଅଭାବ ତଥା କୁସଂସ୍କାର ପାଇଁ ଏସବୁ ହେଉଥିଲା। ଏହି ପ୍ରଥାରେ ସ୍ତ୍ରୀ ତା'ର ସ୍ୱାମୀ ମରିଯିବା ପରେ ତାକୁ ମଧ୍ୟ ନିଆଁରେ ଝାସ ଦେବାକୁ ପଡ଼ୁଥିଲା। ଏଥିପାଇଁ ସ୍ତ୍ରୀକୁ ନିଶାଦ୍ରବ୍ୟ ପିଆଯାଉଥିଲା। ନିଶାରେ ଥିବା ସ୍ତ୍ରୀକୁ ଶବଦାହ ପାଖକୁ ନିଆଯାଇ ତାକୁ ଶବ ପାଖରେ ବସେଇ ବାନ୍ଧି ଦିଆଯାଉଥିଲା। ତାକୁ ନ ଦେଖିବା ପାଇଁ ନିଆଁରେ ବହୁ ପରିମାଣରେ ଘିଅ ଏବଂ କାଠ ଦିଆଯାଉଥିଲା, ଯେପରିକି କେବଳ ଧୂଆଁ ଏବଂ ନିଆଁ ଦେଖାଯିବ। ତା'ର କ୍ରନ୍ଦନର ଚିତ୍କାର ନ ଶୁଭିବା ପାଇଁ ଢୋଲ ଏବଂ ଶଙ୍ଖ ଜୋରରେ ବଜାଯାଉଥିଲା। ନାରୀମାନେ ଅସହାୟ ମନେକରି ଇଜ୍ଜତ ଏବଂ ମାନ-ସମ୍ମାନ ପାଇଁ ନିଆଁରେ ଝାସ ଦେଉଥିଲେ। ଏହି ପ୍ରଥା ଫଳରେ ଶିଶୁର ଶୈଶବ ତଥା ପରିବାର ନଷ୍ଟ ହୋଇଯାଉଥିଲା। ବାଲ୍ୟ ବିବାହ ଯୋଗୁଁ ଅତି କମ୍ ବୟସରେ ମହିଳାମାନଙ୍କୁ ନିଆଁରେ ଆତ୍ମବଳି ଦେବାକୁ ହେଉଥିଲା। ଏହି ପରମ୍ପରାକୁ ରାଜା ରାମମୋହନ ରାୟ ବନ୍ଦ କରିଥିଲେ। ଲର୍ଡ ୱିଲିୟମ ବେଣ୍ଟିଙ୍ଗ ମଧ୍ୟ ଏହି ପ୍ରଥାର ବିରୋଧ କରିବା ପାଇଁ ଚେଷ୍ଟା କରିଥିଲେ। ଧନ୍ୟବାଦ।